म ଜ୍ଞାନ 197। ସ୍ପାର୍ଟା ନୁହେଁ, ଏଥେନ୍ସ ହିଁ ମନୁଷ୍ୟ ଜାତିର ପ୍ରଗତିଶୀଳ ଶ୍ରେଣୀ। ପ୍ରଚୁର ଧନ ସମ୍ପତ୍ତି ଏବଂ ପ୍ରଭୂତ ଅର୍ଥବ୍ୟୟର ଆଦର୍ଶ ଯୋଗୁଁ ପ୍ରାଚୀନ ଭାରତ ଜାତିମାନଙ୍କ ଭିତରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରିଥିଲା। ଏକ ରାଷ୍ଟ୍ରୀୟ ବୈରାଗ୍ୟବାଦ ଆଡ଼କୁ ଆଧୁନିକ ଭାରତରେ ଯେଉଁ ପ୍ରବୃତ୍ତି ଦେଖାଦେଇଛି, ତଦ୍ୱାରା ତାହା ଜୀବନର କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଦରିଦ୍ର ହୋଇଯାଇଛି ଏବଂ ଦୁର୍ବଳତା ତଥା ଅଧଃପତନ ମଧ୍ୟରେ ଆସି ବୁଡ଼ି ରହିଛି। ତା ସହିତ ଏକା ସାଙ୍ଗରେ ଆଲୋଚନା କରୁଛନ୍ତି ଜ୍ଞାନ 198। ପ୍ରଭୁ ଲେଖୁଛନ୍ତି, ଏପରି ଆଦୌ ସ୍ୱପ୍ନ ଦେଖ ନାହିଁ ଯେ ତୁମେ ଯେତେବେଳେ ଭୌତିକ ଦାରିଦ୍ର୍ୟରୁ ମୁକ୍ତି ଲାଭ କରିପାରିବ, ସେତେବେଳେ ମନୁଷ୍ୟମାନେ ଅବଶ୍ୟ ସୁଖୀ ଓ ସନ୍ତୁଷ୍ଟ ହୋଇଯିବେ, ଅଥବା ସମାଜରେ ଆଉ ଆଦୌ କୌଣସି ଦୁଃଖ ଅସୁବିଧା ଅଥବା ସମସ୍ୟା ରହିବ ନାହିଁ। ଏଇଟି ହେଉଛି କେବଳ ସର୍ବପ୍ରଥମ ଓ ସର୍ବନିମ୍ନ ଆବଶ୍ୟକତା। ଭିତରେ ରହିଥିବା ଆତ୍ମା ଯେତେ ଦିନ ଯାଏ ତ୍ରୁଟିଯୁକ୍ତ ଭାବରେ ସଂଗଠିତ ହୋଇ ରହିଥିବ, ସେତେ ଦିନ ଯାଏ ବାହାରେ ବିକ୍ଷୋଭ, ବିଶୃଙ୍ଖଳା ଏବଂ ବିପ୍ଳବ ଲାଗି ରହିଥିବ। ଏଇ ଏ ଦିଟା ଯାକ ଜ୍ଞାନକାରିକାର ମା ଗୋଟିଏ ପାରାଗ୍ରାଫରେ ଉତ୍ତର ଦେଇଛନ୍ତି। ଆଗ ଉତ୍ତରଟି ପଢିଦେବା। ମା କହୁଛନ୍ତି, ଏହା ଏକ ଅତ୍ୟନ୍ତ ସ୍ପଷ୍ଟ କଥା ଏବଂ ଆମେ ଲୋକମାନଙ୍କୁ ଠିକ ସେଇ କଥା ବୁଝାଇବାକୁ ହିଁ ଚେଷ୍ଟା କରୁଛୁ। ଏକ ନିରାପଦ ଏବଂ ଶାନ୍ତ ଜୀବନ ଲୋକମାନଙ୍କୁ ସୁଖ ଆଣିଦେବାରେ ଯଥେଷ୍ଟ ନୁହେଁ। ଏ ଯୋଉ ଉପରେ ଜ୍ଞାନ 197ରେ ଯୋଉ ଏଥେନ୍ସ ଆଉ ସ୍ପାର୍ଟାର ଉଦାହରଣ ଦେଲେ, ସେତେବେଳେ ସ୍ପାର୍ଟା ଯଦି ବିକାଶ କ୍ଷେତ୍ରରେ ଦେଖାଯାଏ ଏବଂ ତା ସହିତ ଲୋକମାନଙ୍କର ଜୀବନଶୈଳୀ ଏବଂ ସେମାନଙ୍କର ପରସ୍ପର ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବହୁତ ସୁନ୍ଦର ଥିଲା, କିଛି ଅସୁବିଧା ନଥିଲା। କିନ୍ତୁ ବିକାଶର ଆବଶ୍ୟକତା ପାଇଁ ଭିତରେ ଯୋଉ ଦରକାର, ଏକ ଯେମିତି କୁହନ୍ତି ଅଗ୍ରଗତି କରିବା ପାଇଁ ଗୋଟେ ଆକାଂକ୍ଷା ଦରକାର, ଯିଏକି କ'ଣ କରିବ, ନୂଆ କିଛି କରିବା ପାଇଁ ଭିତରେ ପ୍ରେରଣା ଦବ। ଆପଣ ଯେତେବେଳେ ଯେମିତି ଅଛି ସେମିତିରେ ଯଦି ଭଲରେ ଚଳିବା ପାଇଁ ଚେଷ୍ଟା କରିବେ, ତାହେଲେ ଆନନ୍ଦରେ ରହିବେ, କିଛି ଜଣା ପଡିବନି। କିନ୍ତୁ ଯୋଉ ମୁହୂର୍ତ୍ତରେ ନୂଆ କିଛି କରିବା ପାଇଁ ଆପଣ ଚେଷ୍ଟା କରିବେ, ସେଇ ମୁହୂର୍ତ୍ତରେ କ'ଣ ହବ ନା ଆପଣଙ୍କ ପାଖରେ ଗୋଟେ ଅବଷ୍ଟାକଲ ହଉ ବା ହର୍ଡଲ୍ସ ହଉ ଆପଣଙ୍କ ପାଖରେ ଆସି ପହଞ୍ଚିବ ଏବଂ ତାକୁ ଡେଇଁବା ପାଇଁ ଆପଣଙ୍କର ସାମର୍ଥ୍ୟ ଆପଣଙ୍କୁ ପ୍ରସ୍ତୁତ କରିବାକୁ ପଡିବ। ନିଜ ଭିତରେ ପ୍ରସ୍ତୁତି ଯେତିକି ଅଛି, କୋଉଠି ଝୁଣ୍ଟି ଯିବେ ତ କୋଉଠି ଡେଇଁକି ପଳେଇବେ। ତେଣୁ ସେଇଠି ଆରମ୍ଭ ହେଇଯିବ କ'ଣ, ଯେ ଆପଣଙ୍କୁ କିଏ ଯେମିତି ଅଟକେଇ ଦବ। ଯେତେବେଳେ ଅଗ୍ରଗତି କରିବାର ଭିତରେ ଏକ ପ୍ରେରଣା ଆସେ, ସେତେବେଳେ ଆପଣ ନିଶ୍ଚୟ ଗୋଟେ ଅବଷ୍ଟାକଲ ବା ଗୋଟେ ହର୍ଡଲ୍ସର ସମ୍ମୁଖୀନ ହେବାକୁ ଆପଣଙ୍କୁ ପଡିବ। ଏବଂ ଯୋଉମାନେ ଅଗ୍ରଗତି ଅଭିମୁଖୀ ଥାଆନ୍ତି, ସେମାନେ ତାକୁ ହର୍ଡଲ୍ସ ବା ଅବଷ୍ଟାକଲ ବୋଲି ଗ୍ରହଣ କରନ୍ତିନି, ତାକୁ ଗ୍ରହଣ କରନ୍ତି ତାଙ୍କ ଜୀବନ କ୍ଷେତ୍ରରେ ଗୋଟେ ପାବଚ୍ଛ, ଯିଏ ତାଙ୍କୁ ଶିକ୍ଷା ଦିଏ ତାଙ୍କ ଭିତରେ ଥିବା ଦୁର୍ବଳତାକୁ ତ୍ୟାଗ କରିବା ପାଇଁ, ଅସାମର୍ଥ୍ୟକୁ ସାମର୍ଥ୍ୟଯୁକ୍ତ କରିବା ପାଇଁ। ଏକ ନିରାପଦ ଏବଂ ଶାନ୍ତ ଜୀବନ ଲୋକମାନଙ୍କୁ ସୁଖ ଆଣିଦେବାରେ ଯଥେଷ୍ଟ ନୁହେଁ, ଭିତରେ ମଧ୍ୟ ଏକ ବିକାଶର ଆବଶ୍ୟକତା ରହିଛି। ଦିବ୍ୟ ପରମ ସତ୍ତାଙ୍କର ଏକ ସଚେତନ ସଂସ୍ପର୍ଶ ଲାଭରୁ ଯେଉଁ ଶାନ୍ତି ଉପଲବ୍ଧ ହୋଇଥାଏ, ତାହାର ବି ଆବଶ୍ୟକତା ରହିଛି। ଏଠି ଯୋଉ ସେକେଣ୍ଡ ଲାଷ୍ଟ ଲାଇନରେ ଯୋଉଟା କହୁଛନ୍ତି, ବିକାଶର ଆବଶ୍ୟକତା ସହିତ ଦିବ୍ୟ ପରମ ସତ୍ତାଙ୍କର ସଚେତନ ସଂସ୍ପର୍ଶ ଲାଭର ମଧ୍ୟ ଆବଶ୍ୟକତା ରହିଛି ଏବଂ ଦିବ୍ୟ ପରମ ସତ୍ତାଙ୍କର ଯେତେ ସଚେତନ ସଂସ୍ପର୍ଶ ଲାଭ ହବ, ସେତେବେଳେ ଶାନ୍ତି ଆପଣଙ୍କୁ ଆସି ପହଞ୍ଚିବ, ଶାନ୍ତି ଉପଲବ୍ଧ ହବ ଏବଂ ତା ସହିତ ବିକାଶ ଅଗ୍ରଗତି ମଧ୍ୟ ହେବ। ଆମେ ଏଠି ରଖିବା। ମା, ଥ୍ୟାଙ୍କ ୟୁ ଅଲ୍ ଓଭର।